ଆପଣମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି କି? ଯଦି ନାହାନ୍ତି ତାହେଲେ ଏହି କାମ ଜଲ୍ଦି କରନ୍ତୁ, ଆପଣ ପାଇପାରିବେ। ନମସ୍କାର ଦର୍ଶକ ବନ୍ଧୁ, ଆପଣଙ୍କୁ ଆଉ ଗୋଟେ ଭିଡ଼ିଓକୁ ସ୍ୱାଗତ। ଦେଖନ୍ତୁ, ଅକ୍ଟୋବର 9ରେ ଦଶହରା ପୂର୍ବରୁ ଆପଣମାନଙ୍କୁ ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତିର ଦ୍ୱିତୀୟ ଫେଜ୍ର ଟଙ୍କା ମିଳିବାକୁ ଯାଉଛି। ତେଣୁ ଆପଣମାନେ ଯଦି ଆପଣଙ୍କର ଡକୁମେଣ୍ଟ ରେଡ଼ି ନ କରିଥିବେ ତାହେଲେ ଆପଣମାନଙ୍କୁ ମିଳିବନି। ତେଣୁ ଆପଣମାନଙ୍କ ନାଁ କଟିଯିବ, ଫେଣି ଆର ଫେଜ୍କୁ ଆପଣଙ୍କୁ ମିଳିପାରେ। କ'ଣ ପାଇଁ କଟିବ? ଦେଖନ୍ତୁ, କିଛି ମଝିରେ ବାହାରିଲା କିଛି ଯେ କି ଆପଣ ବିନା OTPରେ ବିନା KYCରେ ଆପଣ ଆପ୍ଲାଏ କରନ୍ତୁ। ସର୍ଭର ସ୍ଲୋ ଯୋଗୁଁ ହେଲା। ତେଣୁ ଆପଣମାନେ ବି ଯାଇ ପକାଇଦେଲେ, କିଛି ଦରକାର ନାହିଁ, କିଛି ନାହିଁ, ପକାଇଦେଲେ। ତେଣୁ ଦେଖିଲା ବେଳକୁ ସେଗୁଡ଼ା କ'ଣ, କିଛି ଦିନ ପରେ ଦେଖିଲା ପେଣ୍ଡିଂ ଦେଖିଲା। ତେଣୁ କିଛି ଦିନ ପେଣ୍ଡିଂ ଦେଖିଲା, ଫେଣି ଆପଣ ଯାଇକରି ପକାଇ ଆସିଲେ। ସେ ସରକାର କ'ଣ କଲେ ନା ଆମର ସବୁ ପେଣ୍ଡିଂ କ୍ଲିୟର କରାଯାଇଛି। ତାପରେ ଏବେ କ'ଣ ଦେଖାଉଛି, ସେଗୁଡ଼ା ସବୁ ପେଣ୍ଡିଂ ଫେଣି ଆଉ ଥରେ ଦେଖାଉଛି। ସେ ସେଣ୍ଟର ବାଲା ସବୁ ଜାଣିଥିବେ। ତେଣୁ ଆପଣମାନଙ୍କୁ ଦେଖନ୍ତୁ, ସେଟା ପେଣ୍ଡିଂ ବର୍ତ୍ତମାନ ଦେଖାଉଛି। ତାହେଲେ ଏତେ ଜଣାପଡ଼ୁଛି ଯେ ଏଥିରେ କ'ଣ EKYC ନିହାତି ଦରକାର ଗଲା। ଇଏ ଗୋଟେ କଥା। ଆଉ ଗୋଟେ କଥା ଯେ ଆପଣମାନେ ଯେଉଁ ପକାଇଲା ବେଳେ କିଛି ଫର୍ମ ରିଜେକ୍ଟ ହେଇଛି ଦେଖାଉଛି, ନ୍ୟୁଜ୍ରେ ଆସୁଛି କିଛି ଫର୍ମ ରିଜେକ୍ଟ ହୋଇଛି। ରିଜେକ୍ଟ କ'ଣ ପାଇଁ ହେଲା? ଆପଣ ତ ପେଣ୍ଡିଂ ସେଟା ଦେଖାଉନି। ଯେଉଁମାନେ ବିନା EKYCରେ ପକାଇଥିଲେ ସେମାନେ ବି ଟଙ୍କା କିଛି ପାଇଛନ୍ତି, ଯେଉଁମାନେ ସକ୍ସେସ୍ ବି ସେମାନେ ବି ଟଙ୍କା ପାଇଛନ୍ତି। ଆଉ ତାହେଲେ କଟିଲା କିଏ? ନା ଯାହାର କିଛି ଏମିତି ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନମ୍ବର, ଆଧାର ସେଡ଼ିଂ ଏଗୁଡ଼ା ଟିକେ ମିସ୍ମାଚ୍ ଅଛି, ସେଇମାନେ କ'ଣ କଟିଛି। ଯାହାଫଳରେ ସେମାନଙ୍କୁ ଟଙ୍କା ଆସିକି ଫେରି ଯାଇଛି। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଆପଣଙ୍କର ଆଧାର ଲିଙ୍କ, DBT ଲିଙ୍କ ଏଗୁଡ଼ା ସବୁ ଟିକେ ଚେକ୍ କରିଦିଅନ୍ତୁ। ଆଉ ରହିଲା କିଛି ଦେଖାଉଛି ଫିଲ୍ଡ ଭେରିଫିକେସନ୍, ଏଗୁଡ଼ା କିଛି ନୁହେଁ, ଖାଲି ନାଁ ଖାଲି ଦେଖାଉଛି। ସମସ୍ତେ ସକ୍ସେସ୍ ହେବ, ସମସ୍ତେ ଟଙ୍କା ପାଇବେ। କିନ୍ତୁ ଆପଣମାନେ ଯଦି ଆପଣଙ୍କ ଡକୁମେଣ୍ଟ ରେଡ଼ି ନ ରଖିଥିବେ ତେଣୁ ଆପଣମାନେ ପାଇପାରିବେନି। ଦ୍ୱିତୀୟ କିସ୍ତି ଦେବୁ। ତେଣୁ ଆଧରେ ଟିକେ ଅପେକ୍ଷା କରିବା କଥା। ଆଗ ପାଇଗଲେ ଯିଏ, ପଛ ପାଇଗଲେ କିଏ, ତା ଭିତରେ ଟିକେ ହବ। କିନ୍ତୁ ସମସ୍ତେ ଅପେକ୍ଷା କରିବା କଥା, ସମସ୍ତେ ପାଇବେ। ଫିଲ୍ଡ ଭେରିଫିକେସନ୍ ସରିଗଲା। ତାପରେ ଆପଣମାନଙ୍କୁ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ପାଇଯାଇଛନ୍ତି ପଇସା ସେମାନେ ତ ଖୁସି, ଯେଉଁମାନେ ପାଇନାହାନ୍ତି ସେମାନେ କ'ଣ ଅପେକ୍ଷା କରନ୍ତି ଆମକୁ ମିଳୁ କି ଆମର ରିଜେକ୍ଟ ହେଇଛି କି। ସେମାନେ କ'ଣ କରନ୍ତି, ଯାଇକି CS ସେଣ୍ଟର ଆଉ ଜନସେବା କେନ୍ଦ୍ରରେ ସେମାନଙ୍କୁ ପକାନ୍ତି, ଗାଳି ଦେଉଛନ୍ତି କି କାହିଁକି ନା ସେ ଫର୍ମ ପକାଇଲା ମୋର କାଳେ ଭୁଲଭାଲ ପକାଇଛି କି ଏମିତି ହେଇଛି କିଛି। କିନ୍ତୁ ସିଏ ତୁମର କରିଛି ବୋଲେ ତା'ର ଗ୍ୟାରେଣ୍ଟି କ'ଣ? ତେଣୁ ତାକୁ ଯାଇକି କାଳେ କୁହନ୍ତି ତୁ ମୋର ଫର୍ମ ଠିକ୍ରେ ପକାଇଲୁନୁ, ତେଣୁ ମୋତେ ଟଙ୍କା ମିଳିଲାନି। ଆଉ ସିଏ କ'ଣ କରିବ? ସିଏ ତ ତାର ଠିକ୍ ପକାଇଲା। ତେଣୁ ଆପଣମାନେ ଅକ୍ଟୋବର 9 ପୂର୍ବରୁ ଆପଣଙ୍କ ଆକାଉଣ୍ଟ ନମ୍ବର, ବ୍ୟାଙ୍କ ସେଡ଼ିଂ ଆଉ ଏଗୁଡ଼ାକ ଯେଉଁ ଆମର ଆଧାର ଲିଙ୍କ ଏଗୁଡ଼ା ସବୁ ଟିକେ ଦେଖିଦିଅନ୍ତୁ, ଆପଣଙ୍କୁ ନିଶ୍ଚୟ ଟଙ୍କା ମିଳିବ। ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।